କୋଲକାତାରେ ଟଙ୍ଗରା ନାମରେ ଏକ ଜାଗା ଅଛି ଯାହା ଚାଇନା ଟାଉନ୍ ଭାବରେ ଜଣାଶୁଣା। ଏଠି ଚୀନ ଲୋକଙ୍କ ସଂଖ୍ୟା ବେଶୀ। ସେମାନେ ନିଜକୁ ଚୀନ ହିନ୍ଦୁ ବୋଲି ମାନନ୍ତି। ଟଙ୍ଗରାରେ ମା କାଳୀଙ୍କର ଏକ ମନ୍ଦିର ବି ଅଛି ଯାହାର ନାଁ ଚାଇନିଜ୍ କାଳୀ ମନ୍ଦିର। ଦୀପାବଳିର ରାତିରେ ଏଠି ମାଙ୍କ ମନ୍ଦିରରେ ବିଶେଷ ପୂଜା ହୁଏ। ମନ୍ଦିରର ପରିଚାଳନା ଓ ଦାୟିତ୍ୱ ଚୀନ ସମୁଦାୟର ଲୋକମାନେ ସମ୍ଭାଳିଛନ୍ତି, କିନ୍ତୁ ମାଙ୍କ ପୂଜା ସ୍ଥାନୀୟ ପଣ୍ଡିତମାନେ ହିଁ କରନ୍ତି। ମନ୍ଦିରରେ ସମସ୍ତ ପରମ୍ପରା ସନାତନ ଧର୍ମର ନିୟମ ଅନୁସାରେ ପାଳନ କରାଯାଏ। ମନ୍ଦିରର ମଝି ଭାଗରେ ଆଜି ମଧ୍ୟ ସେହି ଚମତ୍କାରୀ ଗଛ ଅଛି ଯାହା ଲୋକଙ୍କ ମନସ୍କାମନା ପୂର୍ଣ୍ଣ କରିଥାଏ ବୋଲି ବିଶ୍ୱାସ ରହିଛି। ମନ୍ଦିରର ଆଉ ଏକ ବିଶେଷତା ହେଉଛି ଏଠାରେ ଅର୍ପଣ କରାଯାଉଥିବା ପ୍ରସାଦ। ମନ୍ଦିରରେ ମାଙ୍କୁ ଶୁଦ୍ଧ ଶାକାହାରୀ ପ୍ରସାଦ ଅର୍ପଣ କରାଯାଏ, କିନ୍ତୁ ଚୀନ ଲୋକମାନେ ସେମାନଙ୍କର ଲୋକପ୍ରିୟ ଖାଦ୍ୟ ନୁଡୁଲ୍ସ, ମୋମୋ ଓ ମଞ୍ଚୁରିଆନକୁ ହିଁ ମାଙ୍କୁ ଅର୍ପଣ କରନ୍ତି। ଆଉ ସେମାନଙ୍କର ବିଶ୍ୱାସ ମା ଏହି ଭୋଗ ଗ୍ରହଣ କରିଥାନ୍ତି।